ଦର୍ଶକ ବନ୍ଧୁ 30 ଜାନୁଆରୀରେ ପ୍ରବଳ ବର୍ଷା। କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଆଉ କେଉଁ କେଉଁ ଜିଲ୍ଲାରେ ପାଗ ଶୁଖିଲା ରହିବ, ଏହା ଜାଣିବା ପାଇଁ ଦର୍ଶକ ବନ୍ଧୁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ। ତା ସହିତ ଆପଣ ନୂଆ କରି ଚ୍ୟାନେଲକୁ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ଭିଡିଓ ପାଇପାରିବେ। ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ଭିଡିଓ ପାଇପାରିବେ। ବିଶେଷ କରି ପାଣିପାଗ ଅପଡେଟ୍ ଜାଣିବା ପାଇଁ ହେଲେ ଚାଷୀମାନଙ୍କ ଅଧିକ ଜରୁରୀ। ତେଣୁକରି ଏହି ଭିଡିଓ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜିର ପାଣିପାଗ ଅପଡେଟ୍ ଭିଡିଓରେ ଆପଣମାନଙ୍କୁ ସ୍ୱାଗତ। ଚଳିତ ଜାନୁଆରୀ ମାସ ଶେଷରେ ଓଡ଼ିଶାରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଆଜି ଆମେ ଜାଣିବା ଓଡ଼ିଶାର 30ଟି ଜିଲ୍ଲାରେ କୋଉ କୋଉ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଏବଂ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ପୂର୍ବାନୁମାନ କଣ ରହିଛି। ଦର୍ଶକ ବନ୍ଧୁ ପୁଣି ଥର କହି ରଖୁଛି, ଭିଡିଓକୁ ଏବେ ପର୍ଯ୍ୟନ୍ତ ଆପଣ ଯଦି ଲାଇକ୍ କରିନାହାନ୍ତି ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ଭିଡିଓ ପାଇପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ଭିଡିଓ ପାଇପାରିବେ। ଓଡ଼ିଶାର ଆକାଶରେ ପଶ୍ଚିମା ଝଡ଼ ପ୍ରଭାବ। 30ଟି ଜିଲ୍ଲାରେ ବର୍ଷାର ସମ୍ଭାବନା ଅଛି କି ଜାଣି ନିଅନ୍ତୁ ସଠିକ ତଥ୍ୟ। ବର୍ତ୍ତମାନ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ଏକ ଘୂର୍ଣ୍ଣିବଳୟ ଏବଂ ପଶ୍ଚିମା ଝଡ଼ ମିଶ୍ରିତ ଓଡ଼ିଶା ଉପରେ ପଡ଼ିବାକୁ ଯାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସମସ୍ତ 30ଟି ଜିଲ୍ଲାର ପ୍ରବଳ ବର୍ଷା ସମ୍ଭାବନା ନାହିଁ, କିନ୍ତୁ ଉତ୍ତର ଓଡ଼ିଶାରେ ପ୍ରାୟ 10ରୁ 12ଟି ଜିଲ୍ଲାରେ ହାଲୁକା ମଧ୍ୟମ ଧରଣ ବର୍ଷା ହେବ। ବିଶେଷ କରି ଏହି ଜିଲ୍ଲାମାନଙ୍କରେ ବର୍ଷା ହେବ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର ଏବଂ ସମ୍ବଲପୁର। ମେଘୁଆ ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଅନ୍ୟ ଜିଲ୍ଲା ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ କମ୍ ରହିବ। କେତେକ ସ୍ଥାନରେ ସାମାନ୍ୟ ବୁନ୍ଦା ବୁନ୍ଦା ବର୍ଷା ହେବାର ସମ୍ଭାବନା ରହିଛି। ତେଣୁକରି ଆପଣମାନଙ୍କୁ ଗୋଟିଏ ଅନୁରୋଧ, 30 ଜାନୁଆରୀରେ ଆପଣ ଯୁଆଡ଼େ ଯାଉଛନ୍ତି ତାହେଲେ ହାତରେ ଛତା ଧରିକି ଯାଆନ୍ତୁ, ନହେଲେ ବର୍ଷାତି ପିନ୍ଧିକି ଯାଆନ୍ତୁ, ଯାହାଫଳରେ ବର୍ଷାରୁ ରକ୍ଷା ପାଇପାରିବେ। ଭିଡିଓକୁ ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ତା ସହିତ ଆପଣ ଯଦି ନୂଆ କରି ଚ୍ୟାନେଲକୁ ଆସିଛନ୍ତି ଆଉ ଏମିତି ନୂଆ ନୂଆ ଅପଡେଟ୍ ଭିଡିଓ ପାଇବା ପାଇଁ ଚାହୁଁଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ ଆଉ ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରିକି ରଖନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ଭିଡିଓ ପାଇପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ଭିଡିଓ ପାଇପାରିବେ।